ମେ 8ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ 8 ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ 18 ତାରିଖ ଯାଏ ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଏହାର ସୁଯୋଗ ନେଇପାରିବେ। ସେହିପରି ମାଟ୍ରିକ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ରହିଛି ସେମାନେ ଚାହିଁଲେ ରିଚେକିଂ କିମ୍ବା ଆଡ଼ିସନ୍ ଲାଗି ଆବେଦନ କରିପାରିବେ। ଏଥିପାଇଁ 11 ତାରିଖରୁ ଆବେଦନ କରିହେବ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ସେଥିପାଇଁ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ହେବ। ମେ ମାସ 22 ତାରିଖ ଯାଏ ଏହି ଆବେଦନ କରିହେବ ବୋଲି ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।